ମୋ ନାଁ ହେଉଛି ପ୍ରମାନନ୍ଦ ଗୁରୁ। ନୟାଗଡ଼ର ରାମଚନ୍ଦ୍ରପୁର ଗ୍ରାମର ଜଣେ ଯୁବକ। ମୋର ପିଲାଦିନୁ ଇଚ୍ଛା ଥିଲା କି ମୁଁ ଭାରତୀୟ ସେନାରେ ଯୋଗ ଦେଇ ମୁଁ ଭାରତ ମାତାର ସେବା କରିବି। ମୁଁ ସେଇ ଜିନିଷଟା ଆଜି ସାକାର କରିଛି। ମୋର ପରିଶ୍ରମ ଆଉ ନିଷ୍ଠା ବଳରେ ମୁଁ ଆଜି ଭାରତୀୟ ସେନାରେ ଯୋଗ ଦେଇପାରିଛି। ମୋର ମାଆଙ୍କର ସ୍ୱପ୍ନ ଥିଲା କି ମୁଁ ଡକ୍ଟର ହେବା ପାଇଁ, କିନ୍ତୁ ମୋର ସ୍ୱପ୍ନ ଥିଲା କି ଆମ ଗ୍ରାମର ଚାରିପାଖରେ ସୈନ୍ୟରେ ଯୋଗ ଦେଇ ବହୁତ ଯୁବକ ଯାଇଛନ୍ତି, କିନ୍ତୁ ଆମ ଗାଁର ଗୋଟେ ବି ଗଭର୍ଣ୍ଣମେଣ୍ଟ ଚାକିରି ନଥିଲେ। ମୋର ସ୍ୱପ୍ନ କି ମୁଁ ଆମ ଗାଁରେ ଯେମିତି ଗୋଟେ ଗଭର୍ଣ୍ଣମେଣ୍ଟର ଗୋଟେ ଏମ୍ପ୍ଲୟ ହେଇକି ବାହାରିବି, କିନ୍ତୁ ଗାଁରେ ଦେଖିଲେ ଆମର ଏନଭାରମେଣ୍ଟ ଠିକ୍ ନଥିଲା ଆଉ ରନିଂ କରିବା ପାଇଁ ଠିକ୍ ବାତାବରଣ ନଥିଲା। ସେଥିପାଇଁ ମୁଁ ୟୁଟ୍ୟୁବ ଦେଖିଲି କି ପାଇକ ଏକାଡେମୀ ଖୋର୍ଦ୍ଧାର ଜଟଣୀଠି ଅଛି। ମୁଁ ତାଙ୍କ ସହିତ କଣ୍ଟାକ୍ଟ କରିକି ମୁଁ ସେ ଏକାଡେମୀରେ ଦୀର୍ଘ 9 ମାସ ଧରି ରହିଲି। ସେଠି ଟ୍ରେନିଂ ବି ଭଲ ଦିଆଯାଉଥିଲା ଆଉ ଖାଇବା ପିଇବାର ବ୍ୟବସ୍ଥା ଭଲ ଥିଲା। ମୁଁ ସେଠି 8ରୁ 9 ମାସ ରହିଲି। 9 ମାସ ରହିଲା ପରେ ମୋର ଏକ୍ଜାମ୍ କ୍ୱାଲିଫାଇ କରିଥିଲି। କ୍ୱାଲିଫାଇ କଲା ପରେ ଏବେ ଫାଇନାଲ୍ ସିଲେକ୍ସନ୍ ହେଇଯାଇଛି। ଖୁସି ଲାଗୁଛି। ଏହା ପାଇକ ଏକାଡେମୀ ଆଉ ସିଦ୍ଧାର୍ଥ ସାର୍ଙ୍କ ପ୍ରେରଣାରେ ମୁଁ ହେଇପାରିଛି ଆଜି ଏତିକି ବାଟରେ। ଭାରତ ମାତା କି ଜୟ। ଆଜି ଖୁସି ଯେ ଆମର ଓଡ଼ିଆ ପାଇକ ଜଣେ ବ୍ରହ୍ମାନନ୍ଦ ନୟାଗଡ଼ରୁ ଆମ ପାଇକ ଏକାଡେମୀରୁ ଅଗ୍ନିବୀର ପରୀକ୍ଷାରେ ସଫଳ ହେଇଛି। ବହୁତ କୋଟା ଆମର ଖାଲି ଯାଉଛି। ଆମ ଓଡ଼ିଆ ପିଲା ରିଟିନ୍ ଆଉ ଫିଜିକାଲରେ ଫେଲ୍ ହେଇଯାଉଛି, କିନ୍ତୁ ପାଇକ ଏକାଡେମୀ ଆସନ୍ତୁ, ଉଚିତ ଟ୍ରେନିଂ ପାଇ ଏହି ଦେଶ ସେବାର ସମ୍ମାନଜନକ ଚାକିରିରେ ସଫଳ ହୁଅ। ଜୟ ହିନ୍ଦ।